ସେହି ରାତିରେ ମୁଁ ଘରେ ଏକୁଟିଆ ଶୋଇଥିଲି। ମୋତେ ନିଦ ଆସୁନଥିଲା କାରଣ ମୋ ସ୍ୱାମୀଙ୍କର ଚାକିରି ନାଇଟ୍ ସିଫ୍ଟ ହୋଇଯାଇଥିଲା। ମୁଁ ମୋ ସ୍ୱାମୀଙ୍କୁ ମନେ ପକାଉଥିଲି। ସେତିକିବେଳେ ମୋ ଶ୍ୱଶୁର ମୋ ସାମ୍ନାରେ ଆସି ଠିଆ ହୋଇଗଲେ। ମୁଁ ତାଙ୍କୁ ଦେଖି ଚକିତ ହୋଇଗଲି। ତାପରେ ମୋ ଶ୍ୱଶୁର ଧୀରେ ଧୀରେ ପାଖକୁ ଆସି ଯାହା କଲେ ଆଗକୁ ଜାଣିବେ। ବନ୍ଧୁଗଣ, ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ସମର୍ଥନ ଯୋଗୁଁ ମୋ ୟୁଟ୍ୟୁବ୍ ଫ୍ୟାମିଲି ଆଜି 9000 ହୋଇସାରିଛି। ବନ୍ଧୁଗଣ, ଏମିତି ହିଁ ନିଜର ଭଲପାଇବା ଏବଂ ସମର୍ଥନ ବଜାୟ ରଖନ୍ତୁ ଏବଂ ଶୀଘ୍ର 10,000 ସବସ୍କ୍ରାଇବର ପୂରା କରିଦିଅନ୍ତୁ। ମୁଁ ଆପଣଙ୍କ ପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଭଲ କାହାଣୀ ଆଣୁଥିବି। ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଶୀଘ୍ର କରିଦିଅନ୍ତୁ ଏବଂ ଭିଡିଓକୁ ଲାଇକ୍ କରି ମୋତେ ସପୋର୍ଟ କରନ୍ତୁ। ଚାଲନ୍ତୁ ଶୁଣିବା ଆଜିର ରୋମାଞ୍ଚକର କାହାଣୀ। ସୁହାନି ରାତି ଥିଲା। ଜହ୍ନର ଆଲୁଅ ଝରକା ଦେଇ ରୁମ୍ ଭିତରକୁ ଆସୁଥିଲା। ରୁମ୍ ଭିତରେ ମନ୍ଦ ଆଲୋକ ଖେଳିଯାଇଥିଲା। ଚାରିଆଡ଼େ ଶାନ୍ତି ଥିଲା, କିନ୍ତୁ ସେହି ଶାନ୍ତି ଭିତରେ ବି ଏକ ଅଜବ ଅସ୍ଥିରତା ଥିଲା। ଦିବ୍ୟା ବିଛଣାରେ ବସିଥିଲା। ତା ଆଖିରେ ନିଦ ନଥିଲା। କେବଳ ଏକ ଅଜବ ଚିନ୍ତା ବାରମ୍ବାର ମୁଣ୍ଡରେ ଘୂରି ବୁଲୁଥିଲା। ତାକୁ ତା ଶ୍ୱଶୁରଙ୍କ କଥା ମନେ ପଡ଼ୁଥିଲା। ତୁମ ସାଥୀ ପାଇଁ ମୁଁ ପୁଣିଥରେ ଜୀବନ ଜୀଇବାକୁ ଲାଗିଛି। ଏହି ଶବ୍ଦଗୁଡ଼ିକ ବାରମ୍ବାର ତା ଚିନ୍ତାରେ ଗୁଞ୍ଜରିତ ହେଉଥିଲା। ସେ ବୁଝିପାରୁନଥିଲା କି ଏହା କେବଳ ଏକ ସାଧାରଣ ଭାବନା ଥିଲା ନା ଏହା ପଛରେ କୌଣସି ଗଭୀର ଭାବନା ଲୁଚି ରହିଥିଲା। ସେ ଜାଣିଥିଲା କି ତା ଶ୍ୱଶୁର ଜଣେ ଆଦର୍ଶବାଦୀ ମଣିଷ ଥିଲେ, କିନ୍ତୁ ତାଙ୍କ ବ୍ୟବହାର ଗତ କିଛି ଦିନ ହେବ କିଛି ବଦଳି ବଦଳି ଯାଉଥିବା ପରି ଲାଗୁଥିଲା। କେତେବେଳେ ହଠାତ୍ ତା ଆଡ଼କୁ ଚାହିଁବା, କେତେବେଳେ ବିନା କାରଣରେ ପାଖକୁ ଆସି ବସିବା। ପୁଣି ଦିନେ ଯେତେବେଳେ ସେ ଏକୁଟିଆ ଥିଲା, ତା ଶ୍ୱଶୁର ତା କାନ୍ଧରେ ହାତ ରଖି କହିଲେ, ଦିବ୍ୟା, ତୁମେ ମୋ ଜୀବନର ଏକ ନୂଆ ଆଶା। ସେ ବୁଝିପାରୁନଥିଲା କି ଏହି ବାକ୍ୟର ଅର୍ଥ କ'ଣ ଥିଲା। କ'ଣ ଏହା କେବଳ ଜଣେ ଶ୍ୱଶୁରଙ୍କ ନିଜ ବୋହୂ ପ୍ରତି ସ୍ନେହର ପ୍ରକାଶ ଥିଲା ନା ଏହା ପଛରେ ଅନ୍ୟ କୌଣସି ଭାବନା ଥିଲା? ଦିବ୍ୟା ମନରେ ଅନେକ ପ୍ରଶ୍ନ ଉଠୁଥିଲା। ସେ ଜାଣିଥିଲା କି ଏହି ସ୍ଥିତି ବହୁତ ନାଜୁକ ଥିଲା। ଗୋଟିଏ ପଟେ ସେ ତା ଶ୍ୱଶୁରଙ୍କୁ ସମ୍ମାନ କରୁଥିଲା, ଅନ୍ୟପଟେ ସେ ତା ସ୍ୱାମୀ ବିକ୍ରମଙ୍କୁ ବହୁତ ଭଲ ପାଉଥିଲା, ଯିଏ ଏବେ ବ୍ୟାପାର କାମରେ ବାହାରକୁ ଯାଇଥିଲେ। ତାକୁ ବୁଝାପଡ଼ୁନଥିଲା କି ସେ ଏହି ସ୍ଥିତିକୁ କିପରି ସମ୍ଭାଳିବ। ସେ ଭାବୁଥିଲା କି ଯଦି ସେ ବିକ୍ରମଙ୍କୁ ଏସବୁ କହିବ, ତେବେ ସେ କ'ଣ ଭାବିବେ। ସେହି ରାତିରେ ସେ ବହୁତ ଡେରିଯାଏ ଶୋଇପାରିଲାନି। ବାରମ୍ବାର ତା ଆଖି ଆଗରେ ସେହି ପ୍ରଶ୍ନଗୁଡ଼ିକ ଥିଲା। ତାକୁ ଲାଗିଲା କି ହୁଏତ ସେ କିଛି ଅଧିକ ହିଁ ଭାବୁଛି, କିନ୍ତୁ ତା ହୃଦୟର ସ୍ପନ୍ଦନ ବଢ଼ି ବଢ଼ି ଚାଲିଥିଲା। ପରଦିନ ଯେତେବେଳେ ସେ ରୋଷେଇ ଘରେ କାମ କରୁଥିଲା, ତା ଶ୍ୱଶୁର ଆସି ତା ପାଖରେ ଠିଆ ହୋଇଗଲେ ଏବଂ ଧୀରେ କହିଲେ, ଦିବ୍ୟା, ତୁମେ ମୋ ଜୀବନରେ ପୁଣି ରଙ୍ଗ ଭରିଦେଇଛ। ଦିବ୍ୟା ଚକିତ ହୋଇ ପଛକୁ ବୁଲି ଚାହିଁଲା। ସେ ନିଜ ଶ୍ୱଶୁରଙ୍କ ଆଖିରେ କିଛି ଅଜବ ଦେଖିଲା। ସେ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଶବ୍ଦଗୁଡ଼ିକ ତା ଓଠରେ ଅଟକିଗଲା। ଦିବ୍ୟାର ମନ ଏବେ ଆହୁରି ଅଶାନ୍ତ ହୋଇଗଲା। ସେ ପ୍ରତି ମୁହୂର୍ତ୍ତରେ ନିଜ ଶ୍ୱଶୁରଙ୍କ କଥାକୁ ମନେ ପକାଉଥିଲା। ଭାବୁଥିଲା କି ଶେଷରେ ଏସବୁ କ'ଣ ସେ ନିଜ ମନରେ କିଛି ଅଧିକ ଭାବୁଛି ନା ତା ଶ୍ୱଶୁରଙ୍କ ଆଖିରେ ପ୍ରକୃତରେ ଏମିତି କିଛି ଥିଲା ଯାହାକୁ ସେ ବୁଝିପାରୁନଥିଲା। ସେ ଚାହୁଁଥିଲା କି କାହା ସହିତ କଥା ହେବ, କିନ୍ତୁ ସେ ଜାଣିଥିଲା କି ଏହା ଏତେ ସହଜ ନଥିଲା। ସେ ନିଜ ମାଆଙ୍କୁ ବି କିଛି କହିପାରୁନଥିଲା, କାରଣ ସେ ଜାଣିଥିଲା କି ତା ଘରଲୋକେ ଏହାକୁ କେବେ ବି ବୁଝିପାରିବେ ନାହିଁ। ପରଦିନ ସକାଳେ ଯେତେବେଳେ ସେ ଜଳଖିଆ ବନାଉଥିଲା, ତା ଶ୍ୱଶୁର ପୁଣି ରୋଷେଇ ଘରକୁ ଆସିଗଲେ। ସେ କହିଲେ, ଦିବ୍ୟା, ତୁମ ହାତର ଚା ପିଇବାକୁ ମନ ହେଉଛି। ଦିବ୍ୟା ଧୀରେ ହସି କହିଲା, ଜି ପାପା, ଏବେ ଆଣୁଛି। କିନ୍ତୁ ତା ହାତ ଥରୁଥିଲା। ସେ ଚା ବନାଇ ତାଙ୍କ ସାମ୍ନାରେ ରଖିଦେଲା। ଯେତେବେଳେ ସେ ଯିବାକୁ ଲାଗିଲା, ସେ ତା ହାତ ଧରି ପକାଇଲେ ଏବଂ କହିଲେ, ଦିବ୍ୟା, ତୁମେ ଜାଣିଛ ତୁମ ହସରେ ଏକ ଅଜବ ଆକର୍ଷଣ ଅଛି, ଯାହା ମୋତେ ବଞ୍ଚିବାର ଆଶା ଦିଏ। ଦିବ୍ୟାର ମୁହଁ ଲାଲ ପଡ଼ିଗଲା। ସେ ବୁଝିପାରୁନଥିଲା କି ଏଥିରେ କିପରି ପ୍ରତିକ୍ରିୟା ଦେବ। ସେ କିଛି ସମୟ ଚୁପ୍ ରହିଲା, ତାପରେ ଧୀରେ କହିଲା, ପାପା, ଆପଣ ଏମିତି କାହିଁକି କହୁଛନ୍ତି? ତା ଶ୍ୱଶୁର ହାଲୁକା ହସି କହିଲେ, ଦିବ୍ୟା, ଜୀବନରେ ଅନେକ ଥର ନିଜ ସହ ଜଡ଼ିତ ଭାବନାଗୁଡ଼ିକର ଅନୁଭବ ଡେରିରେ ହୁଏ। ଆଉ ଯେତେବେଳେ ହୁଏ, ସେତେବେଳେ ଆମେ ବୁଝିପାରୁ ଯେ ଜୀବନରେ କିଛି ସମ୍ପର୍କ ସମୟର ଊର୍ଦ୍ଧ୍ୱରେ ଥାଏ। ଏହା ଶୁଣି ଦିବ୍ୟାର ସ୍ପନ୍ଦନ ତେଜ ହୋଇଗଲା। ତାକୁ ଲାଗୁଥିଲା କି ତା ଶ୍ୱଶୁର ତା ସହ କୌଣସି ପ୍ରକାରର ସମ୍ପର୍କ ବନାଇବାକୁ ଚେଷ୍ଟା କରୁଛନ୍ତି। ସେ ନିଜକୁ ସମ୍ଭାଳି କହିଲା, ପାପା, ଆପଣ ମୋ ଶାଶୁମାଙ୍କୁ ବହୁତ ମନେ ପକାଉଛନ୍ତି ନା? ସେ ମୁଣ୍ଡ ହଲାଇ କହିଲେ, ହଁ ଦିବ୍ୟା, କିନ୍ତୁ ଏବେ ତୁମେ ମୋ ଜୀବନର ସେହି ଶୂନ୍ୟସ୍ଥାନ ପୂରଣ କରୁଛ। ଦିବ୍ୟା ଏବେ ନିଜକୁ ରୋକିପାରିଲାନି। ସେ ଧୀରେ କହିଲା, ପାପା, ମୁଁ ଆପଣଙ୍କ ବୋହୂ, ଆଉ ମୋର କର୍ତ୍ତବ୍ୟ ଯେ ମୁଁ ମୋ ପରିବାରର ଯତ୍ନ ନେବି। କିନ୍ତୁ ସେ ନିଜ କଥା ପୂରା କରିପାରିଲାନି। ତା ଶ୍ୱଶୁର ମଝିରେ କହିଲେ, ଦିବ୍ୟା, ମୁଁ ଜାଣେ, କିନ୍ତୁ ତୁମ ସହ କଥା ହେଲେ ମନକୁ ବହୁତ ଶାନ୍ତି ମିଳେ। ଦିବ୍ୟା ସେଠାରୁ ବାହାରି ଆସିଲା। ତା ହୃଦୟ ବହୁତ ଜୋରରେ ଧଡ଼ଧଡ଼ ହେଉଥିଲା।
ସେ ବୁଝିପାରୁନଥିଲା କି ଏସବୁ କେମିତି ସମ୍ଭାଳିବ। ତା ମନରେ ଏକ ଅଜବ ଅସ୍ଥିରତା ଥିଲା। ସେ ନିଜକୁ ରୁମ୍ ଭିତରେ ବନ୍ଦ କରିଦେଲା। ସେ ଭାବିଲା କି ବିକ୍ରମଙ୍କୁ ଫୋନ୍ କରି ସବୁ କହିଦେବ, କିନ୍ତୁ ପୁଣି ତାକୁ ଲାଗିଲା କି କାଳେ ସେ କିଛି ଭୁଲ କରୁନି ତ। ତା ଆଖିରୁ ଲୁହ ବୋହିବାକୁ ଲାଗିଲା। ସେ ଜାଣିଥିଲା କି ସେ ଏମିତି ଏକ ଅଡୁଆରେ ଫସିଯାଇଛି ଯେଉଁଠି କୌଣସି ସଠିକ୍ ରାସ୍ତା ଦେଖାଯାଉନି। ସେ ଭାବୁଥିଲା କ'ଣ କରିବ, ସେତିକିବେଳେ କବାଟରେ ଦସ୍ତକ ହେଲା। ତା ଶ୍ୱଶୁର କବାଟ ବାହାରେ ଠିଆ ହୋଇଥିଲେ। ସେ କହିଲେ, ଦିବ୍ୟା, କ'ଣ ତୁମେ ମୋ ଉପରେ ରାଗିଛ? ଦିବ୍ୟା ଧୀରେ କବାଟ ଖୋଲି କହିଲା, ନାହିଁ ପାପା, ବସ ଟିକେ ଚିନ୍ତାରେ ଅଛି। ସେ ତା ମୁଣ୍ଡରେ ହାତ ରଖି କହିଲେ, ତୁମେ ବହୁତ ବୁଦ୍ଧିମତୀ ଦିବ୍ୟା, ମୋର ଆଶା କି ତୁମେ ମୋତେ ବୁଝିପାରିବ। ସେ ବୁଲିଲେ ଏବଂ ନିଜ ରୁମକୁ ଚାଲିଗଲେ। ଦିବ୍ୟା ଭାବୁଥିଲା କି ଏବେ ଆଗକୁ କ'ଣ ହେବ। ସେ ନିଜ ଜୀବନର ଏହି ଅଜବ ମୋଡ଼ରେ ଠିଆ ହୋଇଥିଲା, ଯେଉଁଠି ତାକୁ କୌଣସି ରାସ୍ତା ମିଳୁନଥିଲା। ତା ହୃଦୟରେ ଏକ ଝଡ଼ ଥିଲା, କିନ୍ତୁ ସେ ଜାଣିଥିଲା କି ତାକୁ ନିଜକୁ ସମ୍ଭାଳିବାକୁ ପଡ଼ିବ। ଦିବ୍ୟା ଏବେ ସମ୍ପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ଥିଲା। ତାକୁ ବୁଝାପଡ଼ୁନଥିଲା କି ସେ ଏହି ସ୍ଥିତିରୁ କେମିତି ମୁକୁଳିବ। ସେ ସ୍ଥିର କଲା କି ସେ ତା ଶ୍ୱଶୁରଙ୍କଠାରୁ ଦୂରତା ବଜାୟ ରଖିବ। କିନ୍ତୁ ଏହା କରିବା ଏତେ ସହଜ ନଥିଲା। ଘରେ ରହି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ତାଙ୍କ ସହ ସାମ୍ନା ହେଉଥିଲା। ପରଦିନ ଯେତେବେଳେ ସେ କାମ କରୁଥିଲା, ତା ଶ୍ୱଶୁର ତାକୁ ଡାକିଲେ, ଦିବ୍ୟା, ମୋତେ ତୁମ ସହ କିଛି ଜରୁରୀ କଥା ହେବାର ଅଛି। ଦିବ୍ୟାର ହୃଦୟ ଥରିବାକୁ ଲାଗିଲା। ସେ ଚାହୁଁଥିଲା ଏସବୁ ଶେଷ ହୋଇଯାଉ, କିନ୍ତୁ ସେ ନିଜକୁ ସମ୍ଭାଳି କହିଲା, ଜି ପାପା, କୁହନ୍ତୁ। ତା ଶ୍ୱଶୁର ଧୀରେ କହିଲେ, ଦିବ୍ୟା, ମୋତେ ଲାଗୁଛି କି ତୁମେ କିଛି ଚିନ୍ତାରେ ଅଛ। ମୁଁ ଚାହେଁ ନାହିଁ କି ତୁମକୁ ମୋ କାରଣରୁ କୌଣସି ଅସୁବିଧା ହେଉ। ଦିବ୍ୟା କହିଲା, ପାପା, ମୁଁ ଠିକ୍ ଅଛି, ଆପଣ ମୋ ପାଇଁ ଚିନ୍ତା କରନ୍ତୁ ନାହିଁ। କିନ୍ତୁ ତା ଶ୍ୱଶୁର ତା କଥାକୁ ଅଣଦେଖା କରି କହିଲେ, ଦେଖ ଦିବ୍ୟା, ତୁମେ ମୋ ବୋହୂ ଆଉ ମୁଁ ତୁମ ଶ୍ୱଶୁର, କିନ୍ତୁ ଏହାର ଅର୍ଥ ନୁହେଁ କି ଆମେ ପରସ୍ପର ସହ ଖୋଲାଖୋଲି କଥା ହୋଇପାରିବାନି। ଦିବ୍ୟା ତାଙ୍କ କଥାର ଉତ୍ତର ଦେବା ବଦଳରେ ନିଜକୁ କାମରେ ବ୍ୟସ୍ତ ରଖିଲା। କିନ୍ତୁ ତା ଶ୍ୱଶୁର ତା ପାଖକୁ ଆସିଗଲେ ଏବଂ ଧୀର ସ୍ୱରରେ କହିଲେ, ଦିବ୍ୟା, ମୁଁ ଜାଣେ ତୁମ ମନରେ କ'ଣ ଚାଲିଛି, କିନ୍ତୁ ମୁଁ କେବଳ ଏତିକି କହିବାକୁ ଚାହେଁ କି ତୁମେ ମୋତେ ଭୁଲ ବୁଝ ନାହିଁ। ମୁଁ ତୁମ ସହ କେବଳ କଥା ହେବାକୁ ଚାହେଁ। ଦିବ୍ୟା ନଜର ତଳକୁ କଲା। ତା ଶ୍ୱଶୁର କହିଲେ, ଦେଖ ଦିବ୍ୟା, ମୁଁ ତୁମକୁ କୌଣସି କଷ୍ଟ ଦେବାକୁ ଚାହେଁ ନାହିଁ, କିନ୍ତୁ ଯେବେଠାରୁ ତୁମେ ଏହି ଘରକୁ ଆସିଛ, ମୋତେ ଲାଗୁଛି କି ମୋ ଜୀବନ ବଦଳି ଯାଇଛି। ତୁମେ ମୋତେ ବୁଝୁଛ, ମୋର ଯତ୍ନ ନେଉଛ, ଆଉ ମୁଁ ଚାହେଁ କି ଆମେ ଦୁହେଁ ପରସ୍ପରର ସହାରା ବନିବା। ଦିବ୍ୟା ତାଙ୍କ କଥା ଶୁଣି କହିଲା, ପାପା, ମୁଁ ଆପଣଙ୍କ ବୋହୂ ଆଉ ମୋର କର୍ତ୍ତବ୍ୟ ଯେ ମୁଁ ମୋ ପରିବାରର ଯତ୍ନ ନେବି। କିନ୍ତୁ ତା ସ୍ୱର କାମ୍ପିବାକୁ ଲାଗିଲା। କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ ଏମିତି କୌଣସି ସମ୍ପର୍କ ହୋଇପାରିବ ନାହିଁ ଯାହା ଏହି ମର୍ଯ୍ୟାଦାର ଊର୍ଦ୍ଧ୍ୱରେ। ତା ଶ୍ୱଶୁର ଏକ ଗଭୀର ନିଶ୍ୱାସ ନେଲେ ଏବଂ କହିଲେ, ଦିବ୍ୟା, ମୁଁ ଜାଣେ ଏହା ସହଜ ନୁହେଁ, କିନ୍ତୁ ମୁଁ ମୋ ଜୀବନରେ ବହୁତ ଏକୁଟିଆପଣ ସହିଛି। ଆଉ ଏବେ ଯେତେବେଳେ ତୁମେ ମୋ ପାଖରେ ଅଛ, ମୁଁ ନିଜକୁ ଖୁସି ଅନୁଭବ କରୁଛି। ଦିବ୍ୟା ଆଖିରେ ଲୁହ ଆସିଗଲା। ସେ ଭାବିଲା କି ସେ ବିକ୍ରମଙ୍କୁ ସବୁ କହିଦେବ, କିନ୍ତୁ ସେ ଜାଣିଥିଲା ଏହା ଏତେ ସହଜ ନଥିଲା। ଯଦି ସେ ବିକ୍ରମଙ୍କୁ କହିବ, ତେବେ ପରିବାରରେ ଏକ ବଡ଼ ଗଣ୍ଡଗୋଳ ହୋଇପାରେ। ଦିବ୍ୟା ନିଜକୁ ସମ୍ଭାଳି କହିଲା, ପାପା, ମୁଁ ଆପଣଙ୍କ ଭାବନାକୁ ସମ୍ମାନ କରେ, କିନ୍ତୁ ଆମକୁ କିଛି ସୀମା ପାଳନ କରିବାକୁ ହେବ, ଯେପରି ପରିବାରରେ କୌଣସି ଭୁଲ ବୁଝାମଣା ନ ହେଉ। ତା ଶ୍ୱଶୁର ଧୀରେ ହସି କହିଲେ, ଠିକ୍ ଅଛି ଦିବ୍ୟା, ମୁଁ ତୁମ କଥା ମାନୁଛି, କିନ୍ତୁ ମୁଁ ଚାହେଁ କି ତୁମେ ମୋତେ ଭୁଲ ବୁଝ ନାହିଁ। ଦିବ୍ୟା ମୁଣ୍ଡ ହଲାଇ ସେଠାରୁ ଚାଲିଗଲା। ସେ ଭାବୁଥିଲା କି ଏବେ ତାକୁ କ'ଣ କରିବା ଉଚିତ। ଆଗାମୀ କିଛି ଦିନ ଯାଏଁ ସେ ନିଜ ଶ୍ୱଶୁରଙ୍କଠାରୁ ଦୂରତା ବଜାୟ ରଖିଲା, କିନ୍ତୁ ତା ଶ୍ୱଶୁର ତାକୁ ଅନେକ ଥର ପାଖକୁ ଡାକିବାକୁ ଚେଷ୍ଟା କଲେ। ସେ ପ୍ରତିଥର ଏକ ବାହାନା କରି ଏଡ଼ାଇ ଦେଉଥିଲା। କିନ୍ତୁ ଦିନେ ଯେତେବେଳେ ସେ ତା ରୁମରେ ଏକୁଟିଆ ଥିଲା, ତା ଶ୍ୱଶୁର ତା ରୁମ୍ ଭିତରକୁ ଆସିଗଲେ। ଦିବ୍ୟା ଚକିତ ହୋଇଗଲା। ସେ କହିଲା, ପାପା, ଆପଣ ଏଠାକୁ କାହିଁକି ଆସିଲେ? ତା ଶ୍ୱଶୁର କହିଲେ, ଦିବ୍ୟା, ମୁଁ ତୁମ ସହ ଶେଷ ଥର ପାଇଁ କଥା ହେବାକୁ ଚାହେଁ। ଦିବ୍ୟା କହିଲା, ପାପା, ମୋତେ ଆପଣଙ୍କ ସହ କୌଣସି କଥା ହେବାର ନାହିଁ। କିନ୍ତୁ ତା ଶ୍ୱଶୁର ତା କବଜି ଧରି ପକାଇଲେ ଏବଂ କହିଲେ, ଦିବ୍ୟା, ମୋ କଥା ଶୁଣ। ଦିବ୍ୟା ନିଜକୁ ମୁକୁଳାଇବାକୁ ଚେଷ୍ଟା କଲା, କିନ୍ତୁ ତା ଶ୍ୱଶୁର ତାକୁ ଜୋରରେ ଧରିଲେ। ଦିବ୍ୟା ଡରିଗଲା। ସେ ନିଜ ଶ୍ୱଶୁରଙ୍କୁ ଧକ୍କା ଦେଲା ଏବଂ ଦୌଡ଼ି ବାହାରକୁ ଚାଲିଗଲା। ସେ ସିଧା ନିଜ ରୁମ୍କୁ ଯାଇ କବାଟ ବନ୍ଦ କରିଦେଲା। ତା ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା। ତାକୁ ବୁଝାପଡ଼ୁନଥିଲା କି ଏବେ କ'ଣ କରିବ। ସେ ନିଷ୍ପତ୍ତି ନେଲା କି ଏବେ ସେ ଆଉ ଚୁପ୍ ରହିବ ନାହିଁ। ସେ ବିକ୍ରମଙ୍କୁ ସବୁ କହିଦେବ, ତାପରେ ଯାହା ହେଲେ ବି ହେଉ। ସେ ଫୋନ୍ ଉଠାଇ ବିକ୍ରମଙ୍କ ନମ୍ବର ଲଗାଇବାକୁ ଲାଗିଲା, କିନ୍ତୁ ତା ହାତ ଥରୁଥିଲା। ସେ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କଲା ଏବଂ ଫୋନ୍ କଲା। ବିକ୍ରମ ଫୋନ୍ ଉଠାଇଲେ, ହେଲୋ ଦିବ୍ୟା, ସବୁ ଠିକ୍ ଅଛି ତ?
ଦିବ୍ୟାର ସ୍ୱର କାମ୍ପୁଥିଲା। ସେ କହିଲା, ବିକ୍ରମ, ମୋତେ ତୁମ ସହ କିଛି ବହୁତ ଜରୁରୀ କଥା ହେବାର ଅଛି। ବିକ୍ରମ ଚିନ୍ତାରେ କହିଲେ, କ'ଣ ହେଲା ଦିବ୍ୟା? ଦିବ୍ୟା କହିଲା, ବିକ୍ରମ, ଏହି କଥା ଫୋନରେ ହୋଇପାରିବନି। ତୁମେ ଘରକୁ ଶୀଘ୍ର ଆସିପାରିବ? ବିକ୍ରମ କହିଲେ, ଠିକ୍ ଅଛି, ମୁଁ ଅଫିସରୁ ବାହାରୁଛି, ତୁମେ ଚିନ୍ତା କରନି। ଦିବ୍ୟା ଫୋନ୍ ରଖିଲା ଏବଂ ଗଭୀର ନିଶ୍ୱାସ ନେଲା। ସେ ଜାଣିଥିଲା କି ଏବେ ଏହା ଏକ ନୂଆ ଆରମ୍ଭ ହେବ, ଏମିତି ଏକ ନିଷ୍ପତ୍ତି ଯାହା ତାର ପୂରା ଜୀବନ ବଦଳାଇ ଦେଇପାରେ। ବିକ୍ରମଙ୍କ ଘରକୁ ଫେରିବାକୁ ଅପେକ୍ଷା କରି ଦିବ୍ୟା ମନେ ମନେ ନିଜକୁ ପ୍ରସ୍ତୁତ କଲା। ଯାହା ବି ହେଉ, ଏବେ ସେ ସତ୍ୟର ସାମ୍ନା କରିବ। ସେ ଭାବୁଥିଲା କି କ'ଣ ବିକ୍ରମ ତା କଥା ବୁଝିବେ ନା ସେମାନଙ୍କ ସମ୍ପର୍କରେ ଏକ ଝଡ଼ ସୃଷ୍ଟି ହେବ। ତାର ଅସ୍ଥିରତା ବଢ଼ି ବଢ଼ି ଚାଲିଥିଲା ଏବଂ ସେତିକିବେଳେ ବିକ୍ରମଙ୍କ ଗାଡ଼ିର ହର୍ଣ୍ଣ ଶୁଣାଗଲା। ତା ହୃଦୟର ସ୍ପନ୍ଦନ ତେଜ ହୋଇଗଲା। ସେ କବାଟ ଖୋଲିଲା ଏବଂ ଦେଖିଲା ବିକ୍ରମ ତୀବ୍ର ଗତିରେ ତା ଆଡ଼କୁ ଆସୁଛନ୍ତି। ବିକ୍ରମ ଭିତରକୁ ଆସିଲେ ଏବଂ ଦିବ୍ୟାଙ୍କ ଡରିଥିବା ଆଖିକୁ ଦେଖି ତୁରନ୍ତ ବୁଝିଗଲେ କି ବିଷୟଟି ଗମ୍ଭୀର। ସେ କହିଲେ, ଦିବ୍ୟା, କ'ଣ ହେଲା? ତୁମେ ଏତେ ଚିନ୍ତିତ କାହିଁକି ଲାଗୁଛ? ଦିବ୍ୟା ଗଭୀର ନିଶ୍ୱାସ ନେଲା ଏବଂ କହିଲା, ବିକ୍ରମ, ମୋତେ ତୁମକୁ କିଛି କହିବାର ଅଛି। ଏହା ବହୁତ ଜରୁରୀ। ବିକ୍ରମ ତା କଥା ଶୁଣି ତାକୁ ଧ୍ୟାନରେ ଦେଖିଲେ। ତାଙ୍କ ଆଖିରେ ଚିନ୍ତା ଏବଂ ଭଲପାଇବା ଦୁଇଟି ଯାକ ଥିଲା। ହଁ ଦିବ୍ୟା, କୁହ, କ'ଣ କଥା? ଦିବ୍ୟା ନିଜକୁ ସ୍ଥିର କଲା ଏବଂ କହିଲା, ବିକ୍ରମ, ଗତ କିଛି ସମୟ ହେବ ମୁଁ ବହୁତ ଚିନ୍ତାରେ ଅଛି, ଆଉ ଏହାର କାରଣ ତୁମ ପାପା। ବିକ୍ରମ ଚକିତ ହୋଇ କହିଲେ, ମୋ ପାପା? ସେ ଏମିତି କ'ଣ କଲେ? ଦିବ୍ୟା ଆଖିରେ ଲୁହ ଆସିଗଲା। ସେ କହିଲା, ସେ ମୋ ସହ ଅଜବ ଢଙ୍ଗରେ ବ୍ୟବହାର କରୁଛନ୍ତି। ମୋତେ ବୁଝାପଡ଼ୁନି କ'ଣ କରିବି। ମୋତେ ଡର ଲାଗୁଛି। ବିକ୍ରମଙ୍କ ଆଖି ଶକ୍ତ ହୋଇଗଲା। ସେ କହିଲେ, ଦିବ୍ୟା, ସଫା ସଫା କୁହ, ପାପା କ'ଣ କରିଛନ୍ତି? ଦିବ୍ୟା ନିଜକୁ ସମ୍ଭାଳି ସବୁକିଛି ବିସ୍ତାରରେ କହିଲା। ସେ କାନ୍ଦି ପକାଇଲା ଏବଂ କହିଲା, ମୁଁ ବୁଝିପାରୁନଥିଲି କ'ଣ କରିବି। ତୁମକୁ ଏସବୁ କହିବା ବି ବହୁତ କଷ୍ଟକର ଥିଲା। ବିକ୍ରମ ରାଗରେ କହିଲେ, ଏସବୁ ମୋତେ ଆଗରୁ କାହିଁକି କହିଲୁଣି ଦିବ୍ୟା? ଦିବ୍ୟା କହିଲା, ମୁଁ ଡରିଯାଇଥିଲି। ମୋତେ ଲାଗିଲା ପରିବାରରେ କାଳେ ବିବାଦ ସୃଷ୍ଟି ହେବ। ବିକ୍ରମ ଗଭୀର ନିଶ୍ୱାସ ନେଲେ। ତାଙ୍କ ଆଖିରେ ରାଗ ଏବଂ ଦୁଃଖ ଦୁଇଟି ଯାକ ଥିଲା। ଦିବ୍ୟା, ତୁମେ ଠିକ୍ କରିଛ କି ମୋତେ କହିଲ। ମୁଁ ଏହା ସହ୍ୟ କରିବି ନାହିଁ। ମୁଁ ଏବେ ପାପାଙ୍କ ସହ କଥା ହେବି। ସେ ତୁରନ୍ତ ତାଙ୍କ ପାପାଙ୍କ ରୁମ୍ ଆଡ଼କୁ ବଢ଼ିଲେ। ଦିବ୍ୟା ପଛରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲା। ବିକ୍ରମ, ରହିଯାଅ ପ୍ଲିଜ୍, ଶାନ୍ତ ରୁହ। କିନ୍ତୁ ବିକ୍ରମଙ୍କ ରାଗ ଏବେ ଚରମ ସୀମାରେ ଥିଲା। ସେ ତାଙ୍କ ପାପାଙ୍କ ରୁମ୍ ଭିତରକୁ ଗଲେ ଏବଂ ଜୋରରେ କବାଟ ବନ୍ଦ କରିଦେଲେ। ସେ କହିଲେ, ପାପା, ମୋତେ ଆପଣଙ୍କ ସହ କଥା ହେବାର ଅଛି ଏବେ। ତାଙ୍କ ପାପା ଉଠି କହିଲେ, କ'ଣ ହେଲା ପୁଅ? ବିକ୍ରମ କଡ଼ା ସ୍ୱରରେ କହିଲେ, ଆପଣ ଦିବ୍ୟାଙ୍କ ସହ ଯାହା କଲେ ତାହା ମୁଁ ବରଦାସ୍ତ କରିବି ନାହିଁ। ଆପଣଙ୍କଠାରୁ ଏମିତି ଆଶା ନଥିଲା। ତାଙ୍କ ପାପା ଟିକେ ଭୟରେ କହିଲେ, ବିକ୍ରମ, ତୁମେ କ'ଣ କହୁଛ? ମୁଁ କିଛି ଭୁଲ କରିନି। ବିକ୍ରମ ରାଗରେ କହିଲେ, ଦିବ୍ୟା ମିଛ କହୁଣି ପାପା। ଆପଣ ତାକୁ ଅସହଜ ଅନୁଭବ କରାଇଛନ୍ତି, ଆଉ ଏହା କ୍ଷମାଯୋଗ୍ୟ ନୁହେଁ। ତାଙ୍କ ପାପା ନିଜର ବଚାଉ କରି କହିଲେ, ବିକ୍ରମ, ମୁଁ କେବଳ ତାକୁ ବୁଝାଇବାକୁ ଚାହୁଁଥିଲି। ତାକୁ ଏକୁଟିଆ ଲାଗୁଥିଲା। ମୁଁ କିଛି ଭୁଲ କରିନି। ବିକ୍ରମ ରାଗରେ କହିଲେ, ଏସବୁ କହିବା ସହଜ, କିନ୍ତୁ ମୁଁ ଜାଣେ ଆପଣ କ'ଣ କରୁଥିଲେ। ଯଦି ଆପଣ ପୁଣିଥରେ ଏମିତି କଲେ, ତେବେ ମୁଁ ଏହି ଘର ଛାଡ଼ି ଚାଲିଯିବି। ତାଙ୍କ ପାପା କିଛି କହିବାକୁ ଚେଷ୍ଟା କଲେ, କିନ୍ତୁ ବିକ୍ରମ ତାଙ୍କୁ ଅଟକାଇ କହିଲେ, ପାପା, ଆପଣଙ୍କୁ କେବଳ ଏତିକି ଅନୁରୋଧ, ଦିବ୍ୟାଙ୍କଠାରୁ ଦୂରେଇ ରୁହନ୍ତୁ। ଦିବ୍ୟା କବାଟ ପାଖରେ ଠିଆ ହୋଇ ସବୁ ଶୁଣୁଥିଲା। ତା ଆଖିରୁ ଲୁହ ବୋହୁଥିଲା, କିନ୍ତୁ ତା ହୃଦୟରେ ଏକ ଆଶ୍ୱସ୍ତି ବି ଥିଲା କି ବିକ୍ରମ ତାର ସାଥି ଦେଲେ। ସେ ଭାବିଲା କି ଏବେ ହୁଏତ ସବୁ ସୁଧୁରିଯିବ, କିନ୍ତୁ ସେଇ ଜାଣିଥିଲା କି ଏହି ରାସ୍ତା ସହଜ ହେବନି। ବିକ୍ରମ ପାପାଙ୍କ ରୁମରୁ ବାହାରକୁ ଆସିଲେ ଏବଂ ଦିବ୍ୟାଙ୍କ ପାଖକୁ ଆସି ତାକୁ କୁଣ୍ଢାଇ ପକାଇଲେ। ଦିବ୍ୟା, ମୋତେ କ୍ଷମା କରିଦିଅ। ମୁଁ ତୁମକୁ ଏତେ କଷ୍ଟରେ ଏକୁଟିଆ ଛାଡ଼ିଦେଲି। ଦିବ୍ୟା ତାଙ୍କ ବେକରେ ହାତ ରଖି କହିଲା, ନାହିଁ ବିକ୍ରମ, ତୁମ ସହ ହେବାରୁ ମୋତେ ଏବେ ଆଉ କିଛି ଡର ନାହିଁ। ବିକ୍ରମ କହିଲେ, ମୁଁ ସବୁବେଳେ ତୁମ ସହ ଅଛି ଦିବ୍ୟା, ଆଉ ଏବେ ଆମେ ଦୁହେଁ ମିଶି ଏହି ସମସ୍ୟାର ସାମ୍ନା କରିବା। ଦିବ୍ୟା ମୁଣ୍ଡ ହଲାଇଲା। ତାକୁ ଅନୁଭବ ହେଲା କି ଭଲପାଇବା ଏବଂ ସତ୍ୟ ବଳରେ ସେମାନେ ଯେକୌଣସି ଅସୁବିଧାର ସାମ୍ନା କରିପାରିବେ। କିନ୍ତୁ କ'ଣ ଏହା ଶେଷ ଥିଲା ନା କାହାଣୀରେ ଏବେ ବି କିଛି ଅକୁହା କଥା ବାକି ଥିଲା? ଆଗାମୀ ଦିନଗୁଡ଼ିକରେ ବିକ୍ରମ ଏବେ ଦିବ୍ୟା ସମ୍ପର୍କକୁ ଆହୁରି ମଜବୁତ କଲେ, କିନ୍ତୁ ଘରର ପରିବେଶ ତନାବପୂର୍ଣ୍ଣ ରହିଲା। ବିକ୍ରମଙ୍କ ପାପା ନିଜକୁ ଘରର ବାକି ସଦସ୍ୟଙ୍କଠାରୁ ଅଲଗା କରିଦେଇଥିଲେ। ଦିବ୍ୟାକୁ ବୁଝାପଡ଼ୁଥିଲା କି ଏହି ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି ଏବଂ ତାକୁ ଏବେ ଆହୁରି ସଂଘର୍ଷ କରିବାକୁ ହେବ। ଶେଷରେ ସେ ଭାବିଲା, ଏହି କାହାଣୀ ଏବେ ଶେଷ ହୋଇନି, ଏବେ ବି ବହୁତ କିଛି ବାକି ଅଛି। ବୋଧହୁଏ ସମୟ ସହ ସବୁ କ୍ଷତ ଭରିଯିବ ଏବଂ ଭଲପାଇବାର ଜିତ ହେବ।
ଆଗାମୀ କିଛି ଦିନ ଯାଏଁ ଘରେ ଏକ ଅଜବ ନୀରବତା ଛାଇଗଲା। ବିକ୍ରମଙ୍କ ପାପାଙ୍କ ବ୍ୟବହାର ବି ବଦଳି ସାରିଥିଲା। ସେ ଅଧିକାଂଶ ସମୟ ନିଜ ରୁମରେ ବନ୍ଦ ରହୁଥିଲେ ଏବଂ ପରିବାରର କୌଣସି ସଦସ୍ୟଙ୍କ ସହ କଥା ହେଉନଥିଲେ। ବିକ୍ରମ ଏବଂ ଦିବ୍ୟାଙ୍କୁ ବି ବୁଝାପଡ଼ୁନଥିଲା କି ସେମାନେ ଏହି ସ୍ଥିତିକୁ କିପରି ସମ୍ଭାଳିବେ। ଦିବ୍ୟା ଅନେକ ଥର ଚେଷ୍ଟା କଲା କି ସେ ବିକ୍ରମଙ୍କ ପାପାଙ୍କ ସହ କଥା ହେବ, କିନ୍ତୁ ପ୍ରତିଥର ସେ ତାକୁ ଏଡ଼ାଇ ଯାଉଥିଲେ। ଦିନେ ସେ ସାହସ ଜୁଟାଇ ତାଙ୍କ ରୁମ୍ କବାଟ ବାଡ଼େଇଲା। ଭିତରୁ କୌଣସି ଶବ୍ଦ ଆସିଲାଣି। ସେ କବାଟକୁ ଟିକିଏ ଧକ୍କା ଦେଲା ଏବଂ ଦେଖିଲା କି ସେ ନିଜ ଚେୟାରରେ ବସିଥିଲେ। ତାଙ୍କ ଆଖିରେ ଗଭୀର ଅବସାଦ ଏବଂ ଏକୁଟିଆପଣ ସଫା ଦେଖାଯାଉଥିଲା। ଦିବ୍ୟା ଧୀରେ କହିଲା, ପାପା, କ'ଣ ମୁଁ ଭିତରକୁ ଆସିପାରେ? ତାଙ୍କ ପାପା ବିନା ତା ଆଡ଼କୁ ଚାହିଁ କହିଲେ, ହଁ ଆସ। ଦିବ୍ୟା ଧୀର ପାଦରେ ଭିତରକୁ ଯାଇ କହିଲା, ପାପା, ମୋତେ ଆପଣଙ୍କ ସହ କଥା ହେବାର ଅଛି। ସେ ତା ଆଡ଼କୁ ଚାହିଁଲେ। ତାଙ୍କ ଆଖି ଥକି ଯାଇଥିବା ପରି ଲାଗୁଥିଲା। ସେ କହିଲେ, କୁହ ଦିବ୍ୟା। ଦିବ୍ୟା ନିଜ ସ୍ୱରକୁ ନରମ ରଖି କହିଲା, ପାପା, ମୁଁ ଜାଣେ କି ଆପଣ ମୋ ଉପରେ ରାଗିଛନ୍ତି, କିନ୍ତୁ ମୋର ଇଚ୍ଛା କେବଳ ଏତିକି ଯେ ଏହି ଘରର ପରିବେଶ ପୂର୍ବପରି ଖୁସିରେ ଭରିଯାଉ। ତାଙ୍କ ପାପା କିଛି ସମୟ ଚୁପ୍ ରହି କହିଲେ, ଦିବ୍ୟା, ମୋତେ ତୁମର କୌଣସି କଥା ବୁଝାପଡ଼ୁନି। ମୁଁ ବସ୍ ଏକୁଟିଆ ରହିବାକୁ ଚାହେଁ। ମୋ ସହ କେହି କଥା ହୁଅନି। ଦିବ୍ୟା ହାର ନ ମାନି କହିଲା, ପାପା, ଆପଣ ମୋ ସହ ବା ବିକ୍ରମ ସହ ରାଗି ନିଜକୁ ଏବଂ ଆମକୁ ଦୁଃଖୀ କରୁଛନ୍ତି। ମୁଁ ଜାଣେ କି ହୁଏତ ମୁଁ ଆପଣଙ୍କୁ ଭୁଲ ବୁଝିଥିବି, କିନ୍ତୁ ଆମେ ସମସ୍ତେ ପରିବାର ଆଉ ଆମକୁ ସାଙ୍ଗ ହୋଇ ରହିବା ଉଚିତ। ତାଙ୍କ ପାପା ଏକ ଲମ୍ବା ନିଶ୍ୱାସ ନେଇ କହିଲେ, ମୁଁ କେବେ ଚାହିଁନି କି ଘରେ ଏମିତି ତନାବ ହେଉ, କିନ୍ତୁ ମୋର ବି କିଛି ଭାବନା ଅଛି, ଯାହାକୁ ବୋଧହୁଏ କେହି ବୁଝନ୍ତି ନାହିଁ। ଦିବ୍ୟା ତାଙ୍କ ଆଖିରେ ଚାହିଁ କହିଲା, ପାପା, ଆମେ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବୁ, କିନ୍ତୁ ଆପଣ ବି ଆମକୁ ବୁଝନ୍ତୁ। ମୁଁ ଚାହେଁ କି ଆମେ ପୁଣି ଏକ ପରିବାର ପରି ସାଙ୍ଗ ହୋଇ ରହୁ। ତାଙ୍କ ପାପାଙ୍କ ଆଖିରେ କିଛି ନରମ ଭାବ ଆସିଲା। ସେ କହିଲେ, ଦିବ୍ୟା, ହୁଏତ ତୁମେ ଠିକ୍ କହୁଛ। ମୋତେ ବି ହୁଏତ ମୋ ଭୁଲ ଅନୁଭବ ହେଲାଣି। ଦିବ୍ୟା ତୁରନ୍ତ କହିଲା, ପାପା, ଭୁଲ କାହାଠାରୁ ହୁଏନି। ଆମେ ସମସ୍ତେ ମଣିଷ। ଆମକୁ କ୍ଷମା କରିବା ଏବଂ ପରସ୍ପରକୁ ବୁଝିବା ଆସିବା ଉଚିତ। ତାଙ୍କ ପାପାଙ୍କ ଆଖିରେ ଲୁହ ଆସିଗଲା। ସେ କହିଲେ, ହୁଏତ ମୁଁ ତୁମକୁ ଭୁଲ ବୁଝିଥିଲି, ଆଉ ନିଜକୁ ବି। ଦିବ୍ୟା ହସିଦେଇ କହିଲା, ପାପା, ଯଦି ଆପଣ ଚାହିଁବେ ତେବେ ସବୁକିଛି ପୂର୍ବପରି ହୋଇପାରିବ। ଆମେ ସମସ୍ତେ ପୁଣିଥରେ ଖୁସିରେ ରହିପାରିବା। ସେ ପ୍ରଥମ ଥର ହସି କହିଲେ, ହୁଏତ ତୁମେ ସଠିକ୍ କହୁଛ ଦିବ୍ୟା। ମୁଁ ଚେଷ୍ଟା କରିବି। ଦିବ୍ୟା ଖୁସିରେ କହିଲା, ଧନ୍ୟବାଦ ପାପା, ମୋର ବିଶ୍ୱାସ କି ସବୁ ଠିକ୍ ହୋଇଯିବ। ସେହି ଦିନଠାରୁ ବିକ୍ରମଙ୍କ ପାପାଙ୍କ ବ୍ୟବହାର ବଦଳିବାକୁ ଲାଗିଲା। ସେ ଦିବ୍ୟାଙ୍କ ସହ କଥା ହେବାକୁ ଚେଷ୍ଟା କଲେ ଏବଂ ବିକ୍ରମଙ୍କ ସହ ନିଜ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କଲେ। ଧୀରେ ଧୀରେ ଘରର ପରିବେଶ ପୁଣି ସାଧାରଣ ହେବାକୁ ଲାଗିଲା। କିନ୍ତୁ ଗୋଟିଏ ଜିନିଷ ଏବେ ବି ଦିବ୍ୟାର ମନରେ ଖଟକୁଥିଲା। ସେ ଜାଣିବାକୁ ଚାହୁଁଥିଲା କି ଏସବୁ ପଛର ପ୍ରକୃତ କାରଣ କ'ଣ ଥିଲା। ଦିନେ ସେ ବିକ୍ରମଙ୍କୁ କହିଲା, ବିକ୍ରମ, କ'ଣ ତୁମେ କେବେ ଭାବିଛ କି ପାପାଙ୍କ ଏମିତି ବ୍ୟବହାର କାହିଁକି ଥିଲା? ବିକ୍ରମ ମୁଣ୍ଡ ହଲାଇ କହିଲେ, ହଁ ଦିବ୍ୟା, ମୁଁ ବି ଭାବେ, କିନ୍ତୁ ମୁଁ କେବେ ତାଙ୍କୁ ପଚାରିବାକୁ ସାହସ କରିନି। ଦିବ୍ୟା କହିଲା, ହୁଏତ ଆମକୁ ତାଙ୍କ ସହ କଥା ହେବା ଉଚିତ, ତାଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ। ବିକ୍ରମ ସହମତି ପ୍ରକାଶ କଲେ, ହଁ, ଆମେ ଚେଷ୍ଟା କରିବା, କିନ୍ତୁ ବୋଧହୁଏ ଆମକୁ ଟିକେ ସମୟ ଦେବା ଉଚିତ। ଦିବ୍ୟା କହିଲା, ଠିକ୍ ଅଛି, କିନ୍ତୁ ଆମେ ତାଙ୍କୁ ଏକୁଟିଆ ଛାଡ଼ିପାରିବାନି। ଆମକୁ ତାଙ୍କ ପାଖରେ ରହିବାକୁ ହେବ। ବିକ୍ରମ ତା କଥା ମାନିଲେ। ସେ ଦୁହେଁ ମିଶି ଏବେ ଏକ ନୂଆ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ସେମାନେ ଜାଣିଥିଲେ କି ଏହି ଯାତ୍ରା ସହଜ ହେବନି। ଏହି ସମୟରେ ଦିବ୍ୟା ଅନୁଭବ କଲା ଯେ ତାକୁ ତା ଶାଶୁଙ୍କ ସହ ମଧ୍ୟ କଥା ହେବା ଉଚିତ, ଯାହାଦ୍ୱାରା ଘରେ ସବୁ ସାଧାରଣ ହୋଇପାରିବ। ଦିବ୍ୟା ତା ଶାଶୁଙ୍କ ରୁମ୍ ଆଡ଼କୁ ପାଦ ବଢ଼ାଇଲା। ତା ଶାଶୁ ସବୁବେଳେ ନିଜ ରୁମରେ ଏକୁଟିଆ ରହୁଥିଲେ। ତାଙ୍କ ମୁହଁରେ ଉଦାସର ଗାର ସ୍ପଷ୍ଟ ଦେଖାଯାଉଥିଲା। ଦିବ୍ୟା ଜାଣିଥିଲା କି ତାଙ୍କୁ ବୁଝିବା ପାଇଁ ତାକୁ ତାଙ୍କ ନିକଟତର ହେବାକୁ ପଡ଼ିବ। ସେ କବାଟ ଖଟଖଟ କଲା। ଶାଶୁ ଧୀରେ କହିଲେ, କିଏ? ଦିବ୍ୟା ଉତ୍ତର ଦେଲା, ମୁଁ ମା। ଶାଶୁ କବାଟ ଖୋଲିଲେ ଏବଂ ଦିବ୍ୟାକୁ ଦେଖି ହାଲୁକା ହସି କହିଲେ, ଆସ ଝିଅ, ଭିତରକୁ ଆସ। ଦିବ୍ୟା ରୁମରେ ପଶିବା ମାତ୍ରେ ଅନୁଭବ କଲା କି ରୁମର ପରିବେଶ ଭାରି ଥିଲା। କବାଟରେ ତାଙ୍କର ପୁରୁଣା ଫଟୋଗୁଡ଼ିକ ଥିଲା, ଯେଉଁଥିରେ ସେ ନିଜ ସ୍ୱାମୀଙ୍କ ସହ ହସୁଥିବା ଅବସ୍ଥାରେ ଥିଲେ। ଦିବ୍ୟା ସେହି ଫଟୋଗୁଡ଼ିକ ଆଡ଼କୁ ଇସାରା କରି କହିଲା, ମା, ଆପଣ ଏହି ଫଟୋଗୁଡ଼ିକରେ କେତେ ଖୁସି ଦେଖାଯାଉଛନ୍ତି। ଶାଶୁଙ୍କ ଆଖିରେ ଲୁହ ଆସିଗଲା। ସେ ଧୀର ସ୍ୱରରେ କହିଲେ, ସେ ସମୟ ଅଲଗା ଥିଲା ଦିବ୍ୟା। ସେତେବେଳେ ସବୁ ଠିକ୍ ଥିଲା, ସମସ୍ତେ ଖୁସି ଥିଲେ। ଦିବ୍ୟା ତାଙ୍କ ପାଖରେ ବସି କହିଲା, ମା, ମୁଁ ଜାଣେ କିଛି ଜିନିଷ ବଦଳିଯାଏ, କିନ୍ତୁ କ'ଣ ଆମେ ସେହି ଖୁସିଗୁଡ଼ିକୁ ଫେରାଇ ଆଣିପାରିବାନି? ଶାଶୁ ଗଭୀର ନିଶ୍ୱାସ ନେଇ କହିଲେ, ଦିବ୍ୟା, ମୁଁ ସବୁବେଳେ ଚାହୁଁଥିଲି ଏହି ଘରେ ସମସ୍ତେ ଖୁସିରେ ରହନ୍ତୁ, କିନ୍ତୁ କେବେ କେବେ ପରିସ୍ଥିତି ଆମ ହାତରେ ନଥାଏ।
ଦିବ୍ୟା ତାଙ୍କ ଆଖିରେ ଚାହିଁ କହିଲା, ମା, ଯଦି ଆମେ ସମସ୍ତେ ମିଶି ଚେଷ୍ଟା କରିବା ତେବେ ହୁଏତ ଆମେ ଏହି ପରିସ୍ଥିତି ବଦଳାଇ ପାରିବା। ପାପା ବି ଏବେ ବଦଳିବାକୁ ଚେଷ୍ଟା କରୁଛନ୍ତି। ଶାଶୁ ମୁଣ୍ଡ ହଲାଇ କହିଲେ, ମୁଁ ଜାଣେ ଝିଅ, କିନ୍ତୁ ମୋ ମନରେ ଏକ ଭୟ ଅଛି ଯାହା ମୋତେ ଶାନ୍ତିରେ ବଞ୍ଚିବାକୁ ଦିଏନି। ଦିବ୍ୟା ଧୀରେ ପଚାରିଲା, କେମିତିକା ଭୟ ମା? ଶାଶୁ ନିଜ ସ୍ୱରରେ ଯନ୍ତ୍ରଣା ଲୁଚାଇବାକୁ ଚେଷ୍ଟା କରି କହିଲେ, ମୋତେ ଭୟ ଲାଗୁଛି କି ଯଦି ମୁଁ ପୁଣିଥରେ ସମସ୍ତଙ୍କ ଉପରେ ବିଶ୍ୱାସ କଲି ଆଉ ପୁଣିଥରେ ସେୟା ସବୁ ଦୋହରାଗଲା ତେବେ ହୁଏତ ମୁଁ ଭାଙ୍ଗିଯିବି। ଦିବ୍ୟା ତାଙ୍କ ହାତ ଧରି କହିଲା, ମା, ଆପଣ ଏକୁଟିଆ ନାହାନ୍ତି। ଆମେ ସମସ୍ତେ ଆପଣଙ୍କ ସହ ଅଛୁ ଆଉ ଆମେ ସମସ୍ତେ ମିଶି ଏହି ଭୟକୁ ଦୂର କରିବୁ। ଶାଶୁଙ୍କ ଆଖିରେ ଟିକେ ଆଶାର ଝଲକ ଆସିଲା। ସେ କହିଲେ, ଯଦି ତୁମେ କହୁଛ ତେବେ ମୁଁ ବି ଚେଷ୍ଟା କରିବି। ଦିବ୍ୟା ତାଙ୍କୁ କୁଣ୍ଢାଇ ପକାଇ କହିଲା, ଆମେ ସମସ୍ତେ ମିଶି ଏକ ନୂଆ ଆରମ୍ଭ କରିବା ମା। ସେହି ଦିନଠାରୁ ଦିବ୍ୟା ନିଜ ଶାଶୁଙ୍କ ସହ ସମୟ ବିତାଇବା ଆରମ୍ଭ କଲା। ତାଙ୍କୁ ହସାଇବାକୁ ଚେଷ୍ଟା କଲା, ତାଙ୍କ ସହ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କଲା ଏବଂ ଧୀରେ ଧୀରେ ତାଙ୍କ ମନ ବଦଳିବାକୁ ଲାଗିଲା। ବିକ୍ରମ ବି ନିଜ ପିତାଙ୍କ ସହ ନିଜ ସମ୍ପର୍କକୁ ସୁଧାରିବା ପାଇଁ ପ୍ରୟାସ କଲେ। ସେ ପ୍ରାୟତଃ ତାଙ୍କ ପାଖରେ ବସୁଥିଲେ, ତାଙ୍କ ଅନୁଭବଗୁଡ଼ିକୁ ଶୁଣୁଥିଲେ ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରୁଥିଲେ। ଧୀରେ ଧୀରେ ପରିବାର ମଧ୍ୟରେ ଥିବା ଦୂରତା କମିବାକୁ ଲାଗିଲା। ଘରର ପରିବେଶ ପୁଣିଥରେ ଖୁସିରେ ଭରିଗଲା। ଦିନେ ଯେତେବେଳେ ପୂରା ପରିବାର ସାଙ୍ଗ ହୋଇ ବସିଥିଲେ, ଦିବ୍ୟା ସାହସ ଜୁଟାଇ କହିଲା, ବାପା ମା, କ'ଣ ଆମେ ପୁଣିଥରେ ସେହି ପୁରୁଣା ମନ୍ଦିରକୁ ଯାଇପାରିବା ଯେଉଁଠି ଆମେ ସମସ୍ତେ ପ୍ରଥମ ଥର ପାଇଁ ଏକାଠି ପୂଜା କରିଥିଲୁ? ବିକ୍ରମଙ୍କ ପାପା ଚକିତ ହୋଇ କହିଲେ, ତୁମକୁ ସେଇଟା ମନେ ଅଛି? ଦିବ୍ୟା ହସି କହିଲା, ହଁ ପାପା, ସେଇଟା ଆମର ପ୍ରଥମ ପୂଜା ଥିଲା ଯେଉଁଥିରେ ଆମେ ସମସ୍ତେ ସାଙ୍ଗ ହୋଇଥିଲୁ ଆଉ ସେହି ଦିନଟି ବହୁତ ଖାସ୍ ଥିଲା। ସମସ୍ତେ ଏହି ବିଷୟରେ ସହମତି ପ୍ରକାଶ କଲେ। ସମସ୍ତେ ମିଶି ମନ୍ଦିର ଯିବାକୁ ପ୍ରସ୍ତୁତ ହେଲେ। ମନ୍ଦିରରେ ପହଞ୍ଚିଲା ବେଳେ ପୁରୁଣା ସ୍ମୃତିଗୁଡ଼ିକ ତାଜା ହୋଇଗଲା। ସମସ୍ତେ ମିଶି ପୂଜା କଲେ ଏବଂ ଏକ ନୂଆ ଆରମ୍ଭ ପାଇଁ ପ୍ରାର୍ଥନା କଲେ। ମନ୍ଦିର ବାହାରକୁ ଆସିବା ବେଳେ ବିକ୍ରମଙ୍କ ପାପା ଦିବ୍ୟାଙ୍କୁ କହିଲେ, ଦିବ୍ୟା, ମୋତେ ଆଜି ବୁଝାପଡ଼ିଲା କି ତୁମେ ହିଁ ଏହି ଘରର ଅସଲି ଶକ୍ତି। ତୁମେ ଆମ ସମସ୍ତଙ୍କୁ ପୁଣି ଯୋଡ଼ିଦେଲ। ଦିବ୍ୟା ନମ୍ରତାର ସହ କହିଲା, ପାପା, ପରିବାରର ଖୁସି ପାଇଁ କିଛି ବି କରିବା ମୋର ସୌଭାଗ୍ୟ। ସେହି ଦିନ ପରେ ଘରେ ସବୁକିଛି ବଦଳିଗଲା। ବିକ୍ରମ ଏବଂ ଦିବ୍ୟାଙ୍କ ସମ୍ପର୍କ ଆହୁରି ଗଭୀର ହୋଇଗଲା ଏବଂ ପରିବାର ମଧ୍ୟରେ ଥିବା ସବୁ ପିତାପଣ ମିଠାରେ ପରିଣତ ହେଲା।